ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର କୁଚିଣ୍ଡା ବ୍ଲକ ଶାଖା ପକ୍ଷରୁ ଏହାର ଆବାହକ ମିତ୍ରଭାନୁ ପ୍ରଧାନଙ୍କ ସଭାପତିତ୍ୱରେ ପଶ୍ଚିମ ଓଡ଼ିଶାର ଗାନ୍ଧୀ ବୋଲି ଚର୍ଚ୍ଚିତ ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ନୃସିଂହ ଗୁରୁଙ୍କ 123ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ଅଭିଯାନର ଅଭିଭକ୍ତ ସମ୍ବଲପୁର ଜିଲ୍ଲା ଆବାହକ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୁରୁଜୀଙ୍କ ନିଶା ନିବାରଣ କାର୍ଯ୍ୟକ୍ରମ ଓ ଦଳିତଙ୍କ ଉତ୍ଥାନ କାର୍ଯ୍ୟକ୍ରମ ତଥା ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ଅଭିଯାନର ଉପଖଣ୍ଡ ସଭାପତି କରୁଣାକର କିଷାନ, ସମିତି ସଭ୍ୟା ଯଶୋବନ୍ତ ଭୋଇ, ସାମାଜିକ କର୍ମୀ ରାଜେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମ୍ପୂର୍ଣ୍ଣ ନିଶା ନିବାରଣ ଓ ଦଳିତମାନଙ୍କ ଉତ୍ଥାପନ ନେଇ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେଉ ବୋଲି ମତ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅତିଥିଗଣ ଗୁରୁ ମହାଶୟଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ କୁଟୁରାଚୁଆଁ, ବକ୍ସମା, କୁସୁମୀ ଆଦି ସହ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ନିଶା ନିବାରଣ କର୍ମୀ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ନାରୀ ନେତ୍ରୀ ବିମଳା ପଟେଲ ସ୍ୱାଗତ ବକ୍ତବ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ନାରୀ ନେତ୍ରୀ ଶୈଳେନ୍ଦ୍ରୀ ସେଠ ଧନ୍ୟବାଦ ଅର୍ପଣ କରିଥିଲେ।